ଆମର 7 ମାର୍ଚ୍ଚ 2023 ରେ ଡେଙ୍ଗାପଦର ଗ୍ରାମରେ ଯୋଉଟା କି ନୂଆପଡା ଗ୍ରାମ ପଞ୍ଚାୟତ ଅଣ୍ଡରରେ ଆସୁଛି ସେଠି ବିଜୁ ବେହେରା ଯିଏ କି ଆସଲ୍ଟ କରିଥିଲା ଜୁରିଆ ବିଷୟକି ଗୋଟେ ଠେଙ୍ଗା ସାହାଯ୍ୟରେ ଏବଂ ସେଥିରେ ଜୁରିଆ ବିଷୟ କ୍ଷତ ପହଞ୍ଚିଥିଲା ତାକୁ ଏବଂ ତାକୁ ଏମକେସିଜି ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରବର୍ତ୍ତୀ ଅବସ୍ଥାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ତାହାକୁ ଆଧାର କରିକି ଆମର ବ୍ରହ୍ମପୁର ସଦର ପିଏସ୍ କେସ୍ ନମ୍ବର 152/2023 ରେଜିଷ୍ଟର୍ଡ ହେଇଥିଲା ଏବଂ ସେଥିରେ ତଦନ୍ତ ପରେ ପୁଲିସ 302 ଦଫାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏ ମାମଲାରେ ସରକାରଙ୍କ ତରଫରୁ ସର୍ବମୋଟ 15 ଜଣ ସାକ୍ଷୀ ଏବଂ 24ଟି ଦସ୍ତାବିଜ ଦାଖଲ କରାଯାଇଥିଲା କୋର୍ଟରେ, ଯେଉଁଥିରେ କି ଆମର 2 ଜଣ ସାକ୍ଷୀ ଯେଉଁମାନେ କି ପ୍ରତ୍ୟକ୍ଷଦର୍ଶୀ ଥିଲେ ଏବଂ ସେମାନଙ୍କର ସାକ୍ଷ୍ୟ ଏବଂ ଅନ୍ୟାନ୍ୟ ଦସ୍ତାବିଜ ତାକୁ ଆଧାର କରି ମାନ୍ୟବର ଜିଲ୍ଲା ଦୌରାଜଜ ଗଞ୍ଜାମ ଆଜି ଏଇ ଅଭିଯୁକ୍ତକୁ 302 ଦଫାରେ ଦଣ୍ଡାଦେଶ ଶୁଣାଇଛନ୍ତି। ତାକୁ ଆଜୀବନ କାରାଦଣ୍ଡ ଦେବା ସହିତ 10,000 ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅନାଦେୟ 1 ବର୍ଷ ଜେଲର ମଧ୍ୟ ବ୍ୟବସ୍ଥା ରଖିଛନ୍ତି। ହତ୍ୟା ପରେ ସାଙ୍ଗେ ସାଙ୍ଗେ ତାକୁ ଗିରଫ କରାଯାଇଥିଲା ଏବଂ ତାପରେ ତାକୁ ତାର ଠେଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଯାହା ଯାହା ହତ୍ୟା ମାମଲାରେ ଥିଲା ସମସ୍ତ ଜିନିଷକୁ ପୁଲିସ ସିଜ୍ କରିଥିଲା। ତାଙ୍କ ଭିତରେ ଗୋଟେ